ଜୟ ଜଗନ୍ନାଥ ସାଙ୍ଗମାନେ, ଆଜି ବନେଇବା ଚାଲ ତୁ କାକରା ପିଠା। ନଡ଼ିଆକୁ କୋରି ଦେଇଥିଲି, ତାକୁ ପକେଇଥିଲି କଢ଼େଇ ଗରମ ହେବାରେ ସେଥିରେ ପକେଇଥିଲି ସୁଜିକି ହାଲକା ସୁଜିର କଞ୍ଚା ବାସ୍ନାଟା ଯିବା ପାଇଁ ହାଲକା ଭାଜିଥିଲି। ହାଲକା ଭାଜି ସାରିଲା ପରେ ତାକୁ ଅଲଗା ଗୋଟେ ବର୍ତ୍ତନକୁ କାଢ଼ି ଦେଇଥିଲି। ତାପରେ ସେଥିରେ ପକାଇଥିଲି ଜୁଆଣି, ପାନ ମଧୁରୀ ଭାଜିଥିଲି। ହାଲକା ଭାଜିଲା ପରେ ସେଥିରେ ପକାଇଥିଲି ନଡ଼ିଆ କୋର ପକାଇଥିଲି। ନଡ଼ିଆ କୋରକୁ ଜୁଆଣି ଆଉ ପାନ ମଧୁରୀ ମିକ୍ସ କରିଥିଲି। ତାପରେ ସେଥିରେ ପକାଇଥିଲି ଚିନି ଆଉ ନଡ଼ିଆ କୋରକୁ କିଛି ସମୟ ଭାଜିଥିଲି ଗୋଲ୍ଡେନ୍ କଲର୍ ହେଲା ପର୍ଯ୍ୟନ୍ତ। ଗୋଲ୍ଡେନ୍ କଲର୍ ହେଇଗଲାଣି। ତାକୁ ଗୋଲ୍ଡେନ୍ ହେଲା ପରେ ତାକୁ କାଢ଼ି ଦେଇଥିଲି ଅଲଗା ବର୍ତ୍ତନକୁ। ତାପରେ ବସେଇବା କଢ଼େଇରେ ପାଣି ଗରମ ହେବାକୁ ଛାଡ଼ିଦେବା କିଛି ସମୟ ଗରମ ହେବା ପରେ ଏଥିରେ ପକାଇଥିଲି ଗୁଡ଼ ପରେ ଅଳ୍ପ ଚିନି, ତାପରେ ସ୍ୱାଦ ଅନୁସାରେ ଲୁଣ। ପକାଇ ସାରିଲା ପରେ ଗୁଡ଼ଟା ମିଳିଲା ପର୍ଯ୍ୟନ୍ତ ଛାଡ଼ିଦେବା। ପାଣି ଫୁଟିଲା ପରେ ପକାଇଥିଲି ସୁଜି ପକାଇ ସାରିଲା ପରେ ତାକୁ ଟିକେ ଚଟୁରେ ଘାଣ୍ଟିଲା ପରେ ଟିକେ ମୋଟା ହେଇ ଆସିଲା ପରେ ତାକୁ ପକାଇବା ଅଟା ପକାଇ ସାରିଲା ପରେ ତାକୁ ଟିକେ ମିକ୍ସ କରିବା। ତାକୁ ମିକ୍ସ କରିଥିଲି। ମିକ୍ସ କରିସାରିଲା ପରେ ହେଇଗଲା ଅଟା ଆଉ ସୁଜିର ଜନ୍ତୁଣି ରେଡ଼ି। ତାକୁ ଟିକେ ଏପଟ ସେପଟ କରିକି ଚକଟି ସାରିଲା ପରେ ପିଠା ଗଢ଼େଇଥିଲୁ। ତାକୁ ଟିକେ ଏମିତି ଗୋଲ କରିକି ସେଥିରେ ଦେଇଥିଲୁ ନଡ଼ିଆ ପୁର। ପିଠା ଗଢ଼ି ହେଇସାରିଛି। ତାପରେ ଚାଲନ୍ତୁ ବସେଇବା। କଢ଼େଇ ଗରମ ହେଲା ପରେ ତାକୁ
ପକାଇବା ତେଲ ବି ଗରମ ହେଇସାରିଛି। ତେଲ ଗରମ ହେଲା ପରେ ସେଥିରେ ପକାଇଥିଲି ଗଢ଼େଇ ଥିବା ପିଠା, କାକରା ପିଠା। ତାପରେ ଆମର କାକରା ପିଠା ତେଲରୁ କାଢ଼ି ଦେଇଥିଲି। ଦେଖନ୍ତୁ ତେଲରେ ହେଇଯାଇଛି, କେତେ ସୁନ୍ଦର ହେଇଛି ପିଠା, ଲାଲ ଲାଲ। ତାପରେ ତାକୁ ସେଥିରୁ କାଢ଼ି ଦେଇଥିଲି। କାକରା ପିଠା ଆମର ଫାଇନାଲି ରେଡି। କେମିତି ଲାଗିଲା ସାଙ୍ଗମାନେ?